ଆପଣ ତଳି ହେରା ରୁଆଉଛନ୍ତି ହଁ ସେ କେମିତି ପ୍ରଥମେ ଯେଉଁ ତଳିଟା ଆସୁଛି ଆପଣଙ୍କର ହଁ କେମିତି ରୁଆ ହେଉଛି ତଳି? କାଳେ ଆସିବ ବଳଦା ହବ, ବଳଦା ହେଇକରି ହବ ବିଡ଼ା ନାଇଁ ବନ୍ଧା ହବ। ନାଇଁ ତଳିଟା କେତେ ଛଡ଼ା କେତେ ତଳିଟା ପୋତିଲେ କେମିତି ମାନେ ଗଛଠୁ ଗଛ କେତେ ଛଡ଼ା ହେଉଛି? ଏଇଟା ରହିବ ତଳିଟା ଯେଉଁ ରହିବ କେତେ ତଳା ଆମେ ରୁଆଇଲେ ଗଛ ଛଡ଼ା କେତେ ଏଇଟା 5 ଫୁଟ ରହିବ। ମାନେ ଗୋଟେ ତଳି ପରେ ଗୋଟେ ତଳି 5 ଫୁଟ। 5 ଫୁଟ ଛଡ଼ା ରୁଆ ହବ। ହଁ। ଧାନ କେମିତି ହବ? ଧାନ ସେ ତ ହବ ହେକ୍ଟର ପିଛା କେମିତି କ'ଣ ଫଳିବ? ବୁଦା ବର ଗଛ ଭଳିଆ ହବ। ଧାନ ବରଗଛ ଭଳିଆ ହବ। ଏକରକୁ କେତେ କ'ଣ ଫଳିବ? ଏକରକୁ 30-40 ପଡ଼ିବ। 30-40 କୁଇଣ୍ଟାଲ ଏକରକୁ। କୋଉଠୁ ପାଇଥିଲେ? ଜଗତସିଂହପୁର। ଜଗତସିଂହପୁର। କେତେ ବର୍ଷ ହେଲା ଚାଷ କଲଣି? 15 ବର୍ଷ ହେଲାଣି। 15 ବର୍ଷ ହେଲା। ଆପଣ କ'ଣ ଧାନକୁ ଛାଡ଼ିକି ଆଉ କ'ଣ ଚାଷ କରୁଛନ୍ତି? ହଁ, ବାଜରା, ବୁଟ, ମକା ଆଉ କଖାରୁ, ବୋଇତି କଖାରୁ, ସାରୁ, କନ୍ଧମୂଳ, ଚିନାବାଦାମ। ସାରୁଟା ତ ଭଲ ପ୍ରଧାନ ଖାଦ୍ୟ। ସାରୁ ଖାଇବା ଦ୍ୱାରା କ'ଣ ହୁଏ? ଆରେ ଖାଇଲେ ଟିକେ ଆମ୍ବ ହବ। କ'ଣ ହୁଏ? ହାର୍ନିଆ କମିଯାଏ ସାରୁ ଖାଇଲେ। ହାର୍ନିଆ ଭଲ ହେଇଯାଉଛି। ହଁ। କନ୍ଦମୂଳ ଖାଇଲେ? କନ୍ଦମୂଳ ଖାଇଲେ ଟିକେ ଭଲ ହବ ଆଉ। ଆମ୍ବ ଧରିବ। ଆମ୍ବ ଧରିବ।